12 ବର୍ଷର ପୁଅ ରାଜୁ ଅତି କ୍ରୋଧୀ, ଟିକିଏ କଥାରେ ରାଗିଯାଏ। ଦିନେ ରାଜୁର ବାପା ରାଜୁକୁ ଡାକି କହିଲେ, ରାଜୁ, ମୁଁ ତୋତେ ଏହି ବେଗରେ କଣ୍ଟା ଆଉ ଗୋଟିଏ ହାତୁଡ଼ି ଦେଉଛି। ତୁ ଯେତେବେଳେ ରାଗିଯିବୁ ଗୋଟିଏ କଣ୍ଟା ପାଚେରୀ କାନ୍ଥରେ ମାରିବୁ। ରାଜୁ ଆନନ୍ଦରେ କଣ୍ଟାରେ ଭରିଥିବା ବେଗଟି ନେଲା। ପ୍ରଥମ ଦିନ ହିଁ ସେ କାନ୍ଥରେ 40ଟି କଣ୍ଟା ମାରିଲା। ସେ ନିଜେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଯେ ଗୋଟିଏ ଦିନରେ 40 ଥର ରାଗିଛି। ତା ପରଦିନ ନିଜକୁ ସଂଯମ କଲା। ଏପରି ତା ପର ସପ୍ତାହରେ କିଛି ମାତ୍ରାରେ କମ୍ ହୋଇଗଲା। ତାପରେ ସେ ଭାବିଲା, କାନ୍ଥରେ କଣ୍ଟା ମାରିବା ଠାରୁ କ୍ରୋଧକୁ ସଂଯମ କରିବା ସହଜ। ସେ ଧୀରେ ଧୀରେ ଶାନ୍ତ ହେବାକୁ ଲାଗିଲା। କିଛି ସପ୍ତାହ ପରେ ରାଜୁ ଆଉ କୌଣସି କଥାରେ ରାଗିଲା ନାହିଁ। ସମସ୍ତଙ୍କ ସହ ପ୍ରେମରେ କଥାବାର୍ତ୍ତା କଲା। ଦେଖିଲା, ବାପା ଦେଇଥିବା କଣ୍ଟା ମଧ୍ୟ ଶେଷ ହୋଇଗଲା। ସେ ବାପାଙ୍କ ନିକଟକୁ ଯାଇ କହିଲା, ବାପା, ମୋର ବେଗରେ ଥିବା କଣ୍ଟା ସବୁ ଶେଷ ହୋଇଗଲା। ମୁଁ ଲକ୍ଷ୍ୟ କଲି ଯେ ମୋ ରାଗ ମଧ୍ୟ କମ୍ ହୋଇଯାଇଛି। ବାପା ରାଜୁର ହାତ ଧରି ସେହି କାନ୍ଥ ପାଖକୁ ନେଇଗଲେ ଓ କହିଲେ, ତୁମେ ଭଲ କରିଛ। ଏବେ କାନ୍ଥରେ ଲାଗିଥିବା କଣ୍ଟା ସବୁକୁ ବାହାର କରିଦିଅ। ରାଜୁ କାନ୍ଥରେ ଥିବା କଣ୍ଟା ସବୁ ବାହାର କରିଦେଲା। ବାପା ରାଜୁକୁ କାନ୍ଥ ଦେଖାଇ କହିଲେ, ପୁଅରେ, ଯଦିଓ ତୁମେ କାନ୍ଥରୁ କଣ୍ଟା ସବୁ ବାହାର କରିଦେଲ, ତଥାପି କାନ୍ଥରେ ଚିହ୍ନ ସବୁ ରହିଯାଇଛି। ରାଜୁ ସେଦିନ ବୁଝିପାରିଲା ଯେ ତା କ୍ରୋଧ କେତେ ଜୋରରେ ମନ୍ଦ ପ୍ରଭାବ ପକାଉଛି। ଆମ ମନ୍ଦ କାର୍ଯ୍ୟ ମଧ୍ୟ ଆମ ଜୀବନରେ ଅନେକ ପ୍ରଭାବ ପକାଏ। ଯଦି ଆମେ ଅନୁତାପ କରି ଛାଡ଼ିଦେଉ, ତେବେ ସେଥିରୁ ରକ୍ଷା ପାଇବା। କ୍ଷମାକାରୀ ଈଶ୍ୱର ବାଇବଲରେ ଏହି କଥା କହନ୍ତି, ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମମାନଙ୍କ ଠାରୁ ଦୂର ହେଉ। ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ। ପୁଣି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।